ଟିଟିଲାଗଡ଼ର ଅବସରପ୍ରାପ୍ତ ସୈନିକଙ୍କ ନିଆରା ସ୍ୱାଧୀନତା ଦିବସ ପାଳନ। ଦେଶ ସେବାରେ ଜୀବନର ଅନେକ ବର୍ଷ ବିତାଇଥିବା ଅବସରପ୍ରାପ୍ତ ସୈନିକମାନେ ଟିଟିଲାଗଡ଼ରେ ଧୁମଧାମରେ ପାଳନ କରିଛନ୍ତି 80ତମ ସ୍ୱାଧୀନତା ଦିବସ। ତ୍ରିରଙ୍ଗା ଉତ୍ତୋଳନ ସହ ଦେଶର ମଙ୍ଗଳ ଓ ସମୃଦ୍ଧି କାମନା କରିଥିଲେ ସୈନିକମାନେ। ଟିଟିଲାଗଡ଼ ସହର ଭାଟିପଡ଼ାସ୍ଥିତ ଅବସରପ୍ରାପ୍ତ ସୈନିକ ଅଶ୍ୱିନୀ କୁମାର ହୋତାଙ୍କ ବାସଭବନ ସମ୍ମୁଖରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅବସରପ୍ରାପ୍ତ ସୈନିକ ସଂଘର ସଭାପତି ବିଜୟ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ପତାକା ଉତ୍ତୋଳନ ସହ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା। ସଂଘର ସମ୍ପାଦକ ସନ୍ତୋଷ ମହାନ୍ତି କହିଥିଲେ, ଟିଟିଲାଗଡ଼ ଉପଖଣ୍ଡରେ ଅବସରପ୍ରାପ୍ତ ସୈନିକ ଓ ସେମାନଙ୍କର ପରିବାରକୁ ଅଧିକ ସେବା ଯୋଗାଇବା ପାଇଁ ଏକ ସ୍ଥାୟୀ କାର୍ଯ୍ୟାଳୟ ଆବଶ୍ୟକ। ପ୍ରଶାସନ ପକ୍ଷରୁ ଜମି ଯୋଗାଇ ଦିଆଗଲେ ଏ ଦିଗରେ କାର୍ଯ୍ୟ ଆଗେଇ ନିଆଯିବ ବୋଲି ସେ କହିଥିଲେ। ଶେଷରେ ସଚିକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କେବଳ ସୈନିକ ମାନେ ହେଉଛନ୍ତି ଭାରତର ମୂଳପିଣ୍ଡ ରହିଛନ୍ତି। ଆଜିକାଲି ଲୋକମାନେ ଶାନ୍ତିରେ ଶୋଇପାରୁଛନ୍ତି, ଦେଶର ଅନେକ ଲୋକ ଶୋଇପାରୁଛନ୍ତି, କିନ୍ତୁ ସୈନିକମାନେ ଆଜି ଅଗଷ୍ଟ 15 ପାଳନ କରୁଛନ୍ତି ଏବଂ ତାଙ୍କର ଗୃହ ମଧ୍ୟ ନାହିଁ। କ'ଣ କହିବେ? ସର୍ବପ୍ରଥମେ 80ତମ ସ୍ୱାଧୀନତା ଦିବସ ଅବସରରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି ମୋର ସମସ୍ତ ଅବସରପ୍ରାପ୍ତ ସୈନିକ ଭାଇମାନଙ୍କୁ ଯେ ଆଜି ଉପସ୍ଥିତ ହେଇ ଟିଟିଲାଗଡ଼ରେ ପ୍ରଥମ ଥର ପାଇଁ ଏକ୍ସ ସର୍ଭିସମ୍ୟାନ୍ ଆସୋସିଏସନ୍ ଟିଟିଲାଗଡ଼ ତରଫରୁ ଆମେ ଏଇ ଇଣ୍ଡିପେଣ୍ଡେନ୍ସ ଡେକୁ ବହୁତ ବଢ଼ିଆ ହିସାବରେ ପାଳନ କଲୁ। ସମସ୍ତେ ଟାଇମଲି ପହଞ୍ଚିଥିଲେ। ଆପଣମାନେ ଯେମିତି ଜାଣିଛନ୍ତି ଯେ ଟାଇମିଂ ବହୁତ ଇମ୍ପୋର୍ଟାଣ୍ଟ ଗୋଟେ ଫୌଜି ପାଇଁ, ଗୋଟେ ଯବାନ ପାଇଁ ଟାଇମ୍ ଯେମିତି ଇମ୍ପୋର୍ଟାଣ୍ଟ, ସମସ୍ତେ ଟାଇମଲି ଆସିଥିଲୁ। ଆଉ ୟାର ପାଇଁ ଆମେ 2 ଦିନ ଆଗରୁ ଏଇ ପ୍ରସ୍ତୁତି କାର୍ଯ୍ୟ କରିବା ପାଇଁ ଆମେ ଆଗରୁ ସମସ୍ତେ ଭାଇମାନେ ଆସିକି ଯୋଗଦାନ କରିଥିଲେ। ଆଉ ପ୍ରଶାସନକୁ ମଧ୍ୟ ଆମର ଅନୁରୋଧ ଯେ ଆଗାମୀ ଦିନରେ ଆମେ ଯେଉଁ ଏକ୍ସ ସର୍ଭିସମ୍ୟାନ୍ ଆସୋସିଏସନ୍ ଟିଟିଲାଗଡ଼ କରିଛୁ ତା ପାଇଁ ଗୋଟେ ସ୍ଥାୟୀ ଅଫିସଟେ ଆମକୁ ହେଲେ ଆମେ ଆମର ଏଇ କାର୍ଯ୍ୟକ୍ରମ ଗୁଡ଼ାକୁ ନିଆରା ହିସାବରେ ପାଳନ କରିବୁ, ଯେଉଁଟା ଲୋକମାନଙ୍କ ପାଇଁ ଏକ ଉଦାହରଣ ହେବ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ, ନମସ୍କାର। ସଚିକାନ୍ତ ବେହେରା, ଅବସରପ୍ରାପ୍ତ ସୈନିକ ଟିଟିଲାଗଡ଼ରୁ। ଆଜି 80ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆମେ ସମସ୍ତେ ଅବସରପ୍ରାପ୍ତ ସୈନିକ ଏଠି ଆମର ଅଫିସ୍ ବନେଇକିରି ନିଜେ ଏକାଠି ହୋଇକିରି ପ୍ରତିବାଦ କରିଛୁ। ଆପଣ ମୂଲ୍ୟବାନ ସମୟରେ ଆସିକିରି ଆମକୁ ଖବର କରିଥିବାରୁ ମୁଁ ଗୋଟେ କଥା କହିବାକୁ ଚାହିଁବି, ସୈନିକ ବହୁତ କିଛି ଥାଏ। ସୈନିକ ହେଇକରି ହିଁ ଦେଶ ସେବା କରିବା ହେନ୍ତା କିଛି ନାଇଁ। ସେ ପ୍ରଶାସନକେ ଇନ ଲୋକମାନେ ଖାଲି ଗୋଟେ କଥା ମୁଁ ଆହ୍ୱାନ କରିବା ଚାହିଁବି, ବିନା ସୈନିକରେ ବି ଆମେ ସମସ୍ତେ ଦେଶ ସେବା କରିପାରମା। আর দেশ সেবা করবা মানে খালি আর্মিরে যাইকি নেভিরে যাইকি আর্থরে যাইকি সৈনিক জমা কমা কিছু না। আমি যেন ফিল্ডে নিজের কাম সহি করনা দেশ সেবারে গন্তি হবা আর সেটা সৈনিক হয়। দ্বিতীয় কথা হলা প্রশাসন তার কাম সে করুছে বলে আমি বলে চাহুছি, সেটা কিছু আমি নেই কলে সৈনিক আমକୁ ଗୋଟେ ଜାଗା ଦରକାର। ଖାଲି ଆମ ଆର୍ମି ଇଣ୍ଡିଆନ୍ ପିଲା ଗୋଟେ ବହୁତ ଜାଗା ଅଛି। ଆମର ସିଚୁଏସନ୍ ଅଲରେଡ଼ି ବହୁତ ଦୂର ପଳେଇଗଲାନ। କଲେକ୍ଟର ଅଫିସ୍ ପାଖେ ଆମର ଫାଇଲ୍ ଅଛେ। ଆଉ ପ୍ରେସିଡେଣ୍ଟ ନିଜେ କହୁଥିଲେ ଆପଣଙ୍କୁ ଫାଇଲ୍ ହେଇସାରିଲା ପରେ ଆମକୁ ଜାଗାଟେ ଯଦି ମିଳିଯିବା, ଆମେ କିଛି ଫଣ୍ଡ ମିଳିଗଲା, ଆମେ ସେଠି ଗୋଟେ ଆର୍ମି ଆସୋସିଏସନ୍ କଲେ ବାକି যে ଲୋକମାନେ ଯାହା ଶୋଉଛନ୍ ପବ୍ଲିକ୍ ଯେମାନେ ନେଇ ଜାନି ତାଲି ସେମାନେ କିଛି ଜାଗୃତ ହେଇପାରେ ବୋଲି ଆଶା କରୁଛି। ଅଧିକ କିଛି ନେଇ କହେ। ଧନ୍ୟବାଦ। থ্যাংক ইউ। ଭାରତ ମାତା କି ଜୟ। ସର୍ବପ୍ରଥମେ 80ତମ ସ୍ୱତନ୍ତ୍ରତା ଦିବସ ଉପଲକ୍ଷେ ଆପଣମାନଙ୍କୁ ସମସ୍ତଙ୍କୁ ଆମେ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛୁ। ଆମେ ଏକ୍ସ ସର୍ଭିସମ୍ୟାନ୍ ଆସୋସିଏସନ୍ ଟିଟିଲାଗଡ଼ ପ୍ରଥମ ଥର ପାଇଁ ଏହି 80ତମ ସ୍ୱାଧୀନତନ୍ତ୍ର ଦିବସ ପାଳନ କରୁଅଛୁ। ଆମେମାନେ ଆମର ପ୍ରଥମ ଆସୋସିଏସନ୍ ଏଠାରୁ ଆରମ୍ଭ କରୁଛୁ। ଆମର ପ୍ରୋସେସିଂ ବର୍ତ୍ତମାନ ଜାରି ଅଛି। ଆମର ଡକୁମେଣ୍ଟ ସବୁ କଲେକ୍ଟର ଅଫିସ୍ ପର୍ଯ୍ୟନ୍ତ ପଳେଇ ଯାଇଛି। ଏଣୁ ଆମେ ପ୍ରଶାସନକୁ ଅନୁରୋଧ କରୁଛୁ, ଆମର ଶୀଘ୍ର ଆମର ଡକୁମେଣ୍ଟ କ୍ଲିୟର କରି ଆମକୁ ସ୍ଥାୟୀ ଅଫିସ୍ କରାଯାଉ। ତା ବାହାରେ ବର୍ତ୍ତମାନ ଆମେ ସମସ୍ତେ এই এক্স ସର୍ଭିସମ୍ୟାନ୍ ଆସୋସିଏସନ୍ରେ ଆର୍ମି, ନେଭି, ଏୟାରଫୋର୍ସ ସବୁ ଦଳର ଏକ୍ସପିରିଏନ୍ସ ସୈନିକମାନେ, ଯେଉଁମାନେ କିଏ 20 ବର୍ଷ, କିଏ 22 ବର୍ଷ, କିଏ 25 ବର୍ଷ, କିଏ 30 ବର୍ଷ, କିଏ 32 ବର୍ଷ, କିଏ 34 ବର୍ଷ ନିଜର ଭୂମିକା ଦେଇ ଦେଶ ପାଇଁ ସେବା କରି ଆସିଛୁ। ଆମେ ସରକାର ପାଇଁ ସବୁବେଳେ ତତ୍ପର ଅଛୁ, ସବୁବେଳେ ତାଙ୍କର ସହଯୋଗରେ ଆମେ ହାତ ବଣ୍ଟେଇବୁ। ଏଣୁ ପ୍ରଶାସନକୁ ଏତିକି ମାତ୍ର ଅନୁରୋଧ, ଆମର ଯେଉଁ ଅଭିଳାଷା ଅଛି, ଆମର ଯେଉଁ ମୁଖ୍ୟ ଉଦ୍ଦେଶ୍ୟ ଅଛି, ସେ ଉଦ୍ଦେଶ୍ୟକୁ ପୁରା କରାଯାଉ। ଆମେମାନେ ସବୁ କ୍ଷେତ୍ରରେ ତାମାନେ ପିସ୍ରେ, ଫିଲ୍ଡରେ, ଗ୍ଲେସିୟରରେ ସବୁ ଜାଗାରେ ଆମେ କାମ କରି ଆସିଛୁ, ଦେଶର ସେବା କରି ଆସିଛୁ। ଅନେକ ଅଭିଜ୍ଞତା ଆମ ପାଖରେ ଅଛି। ତେଣୁ ସରକାରଙ୍କୁ ରିକ୍ୱେଷ୍ଟ କରୁଛୁ, এই সোশিয়াল ওয়ার্করে, এই সমাজ সেবারে ଆମକୁ ନିୟୋଜିତ କରନ୍ତୁ। ଆମ
आम प्रति ध्यान दियंतु एवं आमको साहाय्य करंतु। आउ विशेष किसी कहू नहीं, एति कही मोर वक्तव्य शेष करुची। जय हिंद। ଟିଟିଲାଗଡ଼ରୁ ନୀଳାମ୍ବର ବେହେରାଙ୍କ ରିପୋର୍ଟ, ପ୍ରତୀକ୍ଷା ନ୍ୟୁଜ୍।